ଏବେ ଆସିଲା ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା। ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ପଠେଇବାକୁ ନେଇ ତାରିଖ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନା ଅଧୀନରେ ମହିଳାମାନଙ୍କୁ 10ଟି କିସ୍ତି ମାଧ୍ୟମରେ ସମୁଦାୟ 50,000 ଟଙ୍କା ମିଳିବ। ତେବେ ଏହି ଯୋଜନାକୁ ସେପ୍ଟେମ୍ବର 17 ତାରିଖ ଦିନ କାର୍ଯ୍ୟକାରୀ କରାଯାଇଥିଲେ ସୁଦ୍ଧା କେତେକଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନାହିଁ। ସେଥିପାଇଁ ସରକାର ଏନେଇ ବର୍ତ୍ତମାନ ତାରିଖ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଅକ୍ଟୋବର 9 ତାରିଖରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏନେଇ ଘୋଷଣା କରିଛନ୍ତି। ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ 25,11,000 ମହିଳାଙ୍କୁ ମିଳିଥିଲା 5,000 ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କହିବା ଅନୁଯାୟୀ ଏବେ ସୁଦ୍ଧା 96 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। 7 ତାରିଖ ସୁଦ୍ଧା ପଞ୍ଜୀକରଣ କରିଥିବା ମହିଳାଙ୍କୁ ମିଳିବ ଟଙ୍କା।